ଚାଉଳ ପାଣି ଆପଣ ଯେତେ ଅଧିକା ଆପଣଙ୍କ ଗଛରେ ଦେବେ, ଆପଣଙ୍କ ଗଛର ଗ୍ରୋଥ୍ ସେତେ ଅଧିକା ପାଇବେ। ଆଉ ଏଇଟା ଖରାଦିନ ପାଇଁ ଗୋଟେ ତରଳ ଖତ ଯୋଉଟାକି ଆମ ଗଛରେ ଦବା ଦ୍ୱାରା ଗଛ ହେଲ୍ଦି ରହେ ଆଉ ଗଛ ଝାଉଁଳେନି। କିଛି ଗଛ ଯଦି ଅଧିକ ଟାଣ ଖରାରେ ରହୁଛି ବା ବାରମ୍ବାର ମାଟି ଶୁଖିଲା ହେଇଯାଉଛି, ତାହେଲେ ଚାଉଳ ପାଣି ଆପଣ ରିପିଟ୍ କରନ୍ତୁ। ଆପଣଙ୍କ ଗଛ ଜମା ନଷ୍ଟ ହବନି। ମାଟିର ମୋଇଶ୍ଚର ବନି ରହିବା ସହିତ ଚାଉଳ ପାଣିରେ ଏଇସବୁ ଧାରରେ ଦେଖିପାରୁଥିବେ ତେଲିଆ ଅଂଶ, ଆଉ ଏଇଟା ହେଉଛି ଗୋଟେ ଲିକ୍ୱିଡ ଯୋଉଟାକି ଚାଉଳ ପାଣିରେ ଆପଣ ପ୍ରାୟତଃ ପାଇବେ। ଆଉ ବାକି କୌଣସି ଲିକ୍ୱିଡ ବା କୌଣସି ଫର୍ଟିଲାଇଜରଟେ ଏଇଟା ପାଇବେନି। ଏଇଟା ହେଉଛି ଷ୍ଟ୍ରସ୍ ନାମକ ଗୋଟେ ଲିକ୍ୱିଡ ଯୋଉଟାକି ଆମ ଗଛର ପତ୍ରକୁ ସବୁଜ ରଖିବାରେ ସାହାଯ୍ୟ କରେ ଆଉ ଗଛର ପତ୍ରକୁ ଝଡ଼ିବାରୁ ରକ୍ଷା କରେ। ମାଟି ଭିତରେ ଏମିତି ବହୁତ ପ୍ରକାର ଜୀବାଣୁ ଥାଏ, କିଛି ଖରାପ ଜୀବାଣୁ ଥାଏ, କିଛି ଭଲ ଜୀବାଣୁ ମଧ୍ୟ ଥାଏ। କିନ୍ତୁ ସେ ଜୀବାଣୁ ଭିତରେ କୋଉଟା ଭଲ କୋଉଟା ଖରାପ ଆମେ ଜାଣିନଥାନ୍ତି, ଯାହାକି ଆମେ ଖାଦ୍ୟ ଉପରେ ବି ମଧ୍ୟ ସେମିତି ଆମେ କିଛି ପ୍ରିପେୟାର କରିନଥାନ୍ତି। କିନ୍ତୁ ଆପଣ ଏମିତି ଚାଉଳ ଧୁଆ ପାଣି ଯେଉଁ ଦେବେ ନା, ଏଇଟା ଭଲ ଜୀବାଣୁକୁ ଏଇଟା ଖାଦ୍ୟ ଦେଇଥାଏ, ଯାହା ପୋଷକ ତତ୍ତ୍ୱ ଶୋଷଣକୁ ଉନ୍ନତ କରେ। ଚାଉଳ ପାଣିରେ ଭରପୁର ମାତ୍ରାରେ ନାଇଟ୍ରୋଜେନ୍ ଆଉ ଫସ୍ଫରସ୍ ମିଳେ, ଯାହା ଗଛ ମୂଳ ମୋଟା କରିବା ସହିତ ମ୍ୟାଗ୍ନେସିୟମ୍ ପାଇଁ ପତ୍ର ବଡ଼ ଆସେ ଆଉ ସବୁଜ ମଧ୍ୟ ରହେ, ଯାହାକି ଆମ ଗଛର ପତ୍ର ପାଇଁ ଦରକାର ଖରାଦିନରେ। କାରଣ ଖରାଦିନରେ ଆମ ଗଛର ପତ୍ର ହାତକୁ ପାଉଁଶିଆ ଲାଗେ ଆଉ ପତ୍ର ବେଳେବେଳେ ଦେଖିବେ ଡେମ୍ଫ ସହିତ ପତ୍ର ମଧ୍ୟ ହଳଦିଆ ପଡ଼ିଥାଏ। ଏହିସବୁ ସମସ୍ୟାରୁ ବଞ୍ଚାଇବା ପାଇଁ ଚାଉଳ ପାଣି ଆବଶ୍ୟକ ଅନୁସାରେ ଗଛରେ ଦିଅନ୍ତୁ। ଚାଉଳ ପାଣି ସପ୍ତାହକୁ ଥରେ ଦେଲେ ଏକ୍ସଟ୍ରା ଆଉ ପାଣି ଆପଣଙ୍କୁ ମାନେ ପତ୍ର ଗ୍ଲିସେରିନ୍ ଲିକ୍ୱିଡ ପକାଇବାକୁ ପଡ଼ିବନି। ଗଛରେ ଆମେ ଲିକ୍ୱିଡ ଫ୍ରେମ୍ରେ ପକାନ୍ତି ଯୋଉଟାକି ଗ୍ଲିସେରିନ୍, ଯୋଉଟାକି ରେଡିମେଡ୍ରେ ଆପଣଙ୍କୁ ମାର୍କେଟରେ ମିଳିଯିବ। କିନ୍ତୁ ଏମିତି ଯଦି ଚାଉଳ ପାଣି ଯଦି ଆପଣ ଗଛ ଉପରେ ଦେବେ ବା ହେଉଛି ଗଛ ମୂଳରେ ଦେବେ, ତାହେଲେ ଆପଣଙ୍କୁ ସେ ଏକ୍ସଟ୍ରା ଲିକ୍ୱିଡ କିଛି ଦେବାକୁ ପଡ଼ିବନି ଗ୍ଲିସେରିନ୍। ତ ଏଇଟା ହେଲା ମୋର କାଠ ଚମ୍ପା, ତା ପାଖରେ ଗୋଟେ ପୋତିଥିଲି ଗୋଟେ ସେବତୀ ଡାଳ, ଆଉ ସେ ସେବତୀ ଡାଳଟା ବଢ଼ିକି ପୁରା ବଡ଼ଟେ ହେଇଗଲାଣି, ସେଥିରେ ବି କଢ଼ ଆସିଲାଣି। ଆଉ ଏବେ ଖରା ଦିନରେ ବି ସେବତୀ ଫୁଲ ଭରପୁର ମାତ୍ରାରେ ଫୁଟୁଛି। ଯେହେତୁ ଚାଉଳ ଧୁଆ ପାଣି ଏମିତି ରେଗୁଲାର ଦେଉଛି, ତ ଗଛର ପତ୍ର ବି କଳା ପଡ଼ୁନି ଆଉ ଗଛ ବହୁତ ହି ହେଲ୍ଦି ରହୁଛି। ଆପଣ ଦେଖିକି ଗଛ ଜାଣିପାରୁଥିବେ କେତେ ହେଲ୍ଦି ଅଛି। ତ ଚାଉଳ ପାଣି ଦେବା ପୂର୍ବରୁ ସେମିତି କିଛି ନର୍ମାଲି କିଛି ଟିପ୍ସ ଆପଣେଇବାକୁ ପଡ଼ିବନି। ଏମିତି ଆପଣ ଇଜିଲି ଦେଇପାରିବେ, ନହେଲେ ମାଟି ହାଲକା ଟିକେ ଖୋସାଦେବେ ଆଉ କଡ଼େ କଡ଼େ ଏମିତି ଧାରେ ଧାରେ ଦେଇଦେବେ। କୌଣସି ଏକ୍ସଟ୍ରା କିଛି କାମ କରିବାକୁ ଆପଣଙ୍କୁ ପଡ଼ିବନି କି କୌଣସି ଆଉ ଏକ୍ସଟ୍ରା କିଛି ପାଉଡ଼ର ମିଶାଇବାକୁ ପଡ଼ିବନି। ଯଦି ବି ଆପଣଙ୍କ ମାଟି ଖରାପ ଅଛି କିମ୍ବା କିଛି ଫିମ୍ପି ମାରିଛି ବା ଧଳା ଧଳା ଛୋଟ ଛୋଟ କିଡ଼ା ଲାଗିଛି, ତାହେଲେ ଆପଣ ହଳଦୀ ଗୁଣ୍ଡ ମଧ୍ୟ ଆଡ଼୍ କରିପାରିବେ। କାରଣ ହଳଦୀ ଗୁଣ୍ଡ ଗନ୍ଧରେ ବହୁତ ସାରା ବ୍ୟାକ୍ଟେରିଆ ଯାହା ବି ମାଟିରେ ଥାଏ ନା, ସେଗୁଡ଼ାକ ନଷ୍ଟ ହେଇଯାଏ। ତ ଏଇଠି ମୁଁ ଗଛଟା ଯେହେତୁ ଖୁସେଇଦେଲି, ଖୁସେଇ ସାରିଲା ପରେ ଟିକେ ଚେର ବାଉଣ୍ଡ ହେଇଯାଇଛି, ସେଥିପାଇଁ ଖତ ଆଡ଼୍ କରିଦେଲି 1ରୁ 2 ମୁଠା, ତାପରେ ଚାଉଳ ପାଣି ଦେଇଦେଲି। ଚାଉଳ ପାଣିରେ ହଳଦୀ ଗୁଣ୍ଡ ଦିଅନ୍ତୁ, ନହେଲେ ଖାଲି ଏମିତି ନର୍ମାଲି ବି ଦେଇ। ରାସାୟନିକ ସାର ବଦଳରେ ଆପଣଙ୍କ ଗଛକୁ ଏମିତି ଭିଟାମିନ୍ ଯୁକ୍ତ ମାଗଣା ଖତ କିଛି ଦିଅନ୍ତୁ, ଯାହାକି ଆପଣଙ୍କ ଗଛର ଉନ୍ନତ ଆଣିବ ଆଉ ପତ୍ର ବି ମଧ୍ୟ କଳା ପଡ଼ିବାକୁ ଦେବନି। ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଭଲ ଲାଗିଥିଲେ ଗୋଟେ ଲାଇକ୍ କରିଦେବେ ଆଉ ସେୟାର କରିଦେବେ। ରହିଲି, ବାଏ ବାଏ।